ଅଛି କେତେକ ଦୁଇଟା ପ୍ରଶ୍ନ ଥିଲା ସେ ଗ୍ରୁପରେ ଜଣେ ଭାଇ ପଠାଇଥିଲେ। ଗୋଟେ ପ୍ରଶ୍ନ, ସବୁ ପ୍ରଶ୍ନର ଉତ୍ତର ମୁଁ ଜାଣିଛି ବୋଲି କହେ ନାହିଁ। ସବୁ କେମିତି ଜାଣିବୁ? ବାଇବେଲ ସବୁ ଏକା ଥରକୁ ଆମ ମାନେ ଏତେ ଲମ୍ବା ଚଉଡ଼ ଓଡିଆରେ ଲେଖିଲେ ମୁଁ କେମିତି ପଢିବି? ରାଇଟ, ତମର କ୍ୱେଶ୍ଚନ ହିଁ ଗୋଟେ, ତୁମର କ୍ୱେଶ୍ଚନ ଥିଲା ନାଇଁ କି ସେ ଲୋକ 22ଟା ଖଡଗ, ଲୋକ 22 ଅଧ୍ୟାୟ 35 ପଦରେ କି ପ୍ରଭୁ ଯୀଶୁ 36 ପଦରେ ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ ତାହାର ଯାହାର ଟଙ୍କା ରଖିବାର ମୁଣା ଅଛି ସେ ତାହା ନେଇ ସେହି ପ୍ରକାରେ ଝୋଲି ମଧ୍ୟ ନେଇ ଆଉ ଯାହାର ନେଉ ଆଉ ଯାହାର ନାହିଁ ସେ ଆପଣା ଚାଦର ଖଣ୍ଡକ ବିକି ଖଣ୍ଡା ନେଉ। ଖଣ୍ଡା ଖଣ୍ଡା। ପ୍ରେଜ ଦ ଲର୍ଡ। ୟା ତ ଏଠି କ୍ୱେଶ୍ଚନ କଣ, ମାନେ ଯୀଶୁ ଖ୍ରୀଷ୍ଟ ଖଣ୍ଡା ଧରିବା ପାଇଁ କହିଲେ, ତେଣୁକରି ଆମେ ମାନେ ଖ୍ରୀଷ୍ଟିଆନ ହିସାବରେ କଣ ଆମେ ବନ୍ଧୁକ ଖଣ୍ଡା କାତି ରଖିବା ଉଚିତ କି ବୋଲିବାଟା ଗୋଟେ କ୍ୱେଶ୍ଚନ ଥିଲା। ସେ ଭାଇ ତୁମର ନା ମଲୟ ଭାଇ? ତୁମର ତ ୟେସ୍ यस सर, मलय ओके मलिक। ओके ओके, हाँ मलय मलिक, राइट, गुड, ठीक, ଭଲ क्वेश्चन। ତ ମୁଁ କହୁଥିଲି କଣ, ମାନେ ସବୁ କ୍ୱେଶ୍ଚନର ଉତ୍ତର ଆମେ ଜାଣିପାରିବୁ ନାହିଁ। ଆପଣ ମାନେ ପଚାରିଲା ବେଳକୁ ମତେ ନୂଆରେ ମାନେ ଦେଖିଲା ପରି ଲାଗୁଥିବ, କାରଣ ଆମେ ବାଇବେଲ ପଢିଲା ବେଳେ ଆମର ମନ ଏପରି କେତେକ ଏଟା ଏଟା ନୁହେଁ ଯେ କେତେକ ସିଲି କ୍ୱେଶ୍ଚନ୍ସ ଥାଏ, କେତେ ଜଣଙ୍କର ସିଲି କ୍ୱେଶ୍ଚନ୍ସ। ତ ଆମର ମାଇଣ୍ଡରେ ସେମିତି ସିଲି କ୍ୱେଶ୍ଚନ ଉଠି ନାହିଁ, ତେଣୁକରି ଆମେ କେବେ ସେଇ ଗୋଟେ 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 ଡାଉଟ ହିସାବରେ କେବେ ଦେଖିନୁ କେତେକ ପଦ ପରକୁ। ଆପଣ ପଚାରିଲା ବେଳକୁ ଜଣା ପଡୁଥିବ ଏମିତି ବି ଅଛି ନାଇଁ କି ବୋଲିଲା ପରେ। ଆମେ ଆମେ ବାଇବେଲ ଏମିତି ପଢୁ ଯାହା ଆମ ମାନଙ୍କ ପାଇଁ ଆବଶ୍ୟକ। ମୁଁ ଆପଣମାନଙ୍କୁ ବୁଝାଉଥିଲି ପ୍ରକାଶିତ ବାକ୍ୟ ବେଳେ ମଧ୍ୟ କି ସବୁ ପ୍ରକାର ବିଷୟ ଆମମାନେ ଗୋଟେ ଦିନକୁ ବୁଝିପାରିବୁ ନାହିଁ। ଖ୍ରୀଷ୍ଟୀୟ ଜୀବନର ଦେଖିଲେ ନାଇଁ କି ପ୍ରୋସେସ ଗୋଟେ ଅଛି, ଗୋଟେ ଛୁଆ ଜନ୍ମ ହେଇକି ବଡ ହେବା ପର୍ଯ୍ୟନ୍ତ ଜ୍ଞାନରେ ବୟସରେ ବୃଦ୍ଧି ପାଇଥାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହୁଅନ୍ତୁ କି ବାପ୍ତିଜକ ଯୋହନ ହୁଅନ୍ତୁ, କଣ ଲେଖା ହେଇଛି? ଜ୍ଞାନରେ ବୟସରେ ବାଳକ ବୃଦ୍ଧି ପାଇଲେ ବୋଲି ଲେଖା ଅଛି। ତ ବାଳକ ପୁରୁଷ ହେବାର ଅଛି, ଇଟ୍ସ ଏ ପ୍ରୋସେସ, ଗ୍ରୋଥ ଇଜ ଅ ପ୍ରୋସେସ। ବର୍ଦ୍ଧିଷ୍ଣୁ ହେବା, ବୃଦ୍ଧି ପାଇବା, ଗ୍ରୋଥ। ଜ୍ଞାନରେ ବି ବୁଦ୍ଧି ବଢିବାର ଅଛି। ତ ଏକାଥରକୁ ଜ୍ଞାନ ଆସିବନି ଆମକୁ। ହଁ, କେତେକ ବିଷୟ ମାନେ ପଢିକି ଶିଖି ପାରିବୁ, କେତେକ ବିଷୟ ମାନେ ଲୋକମାନେ ବୁଝାଇଲେ ଶିଖୁ, ଆଉ କେତେକ ବିଷୟ ମାନେ ନିଜ ଜୀବନରେ ଯେ ପର୍ଯ୍ୟନ୍ତ ଅନୁଭବ କରିବୁନି ସେ ପର୍ଯ୍ୟନ୍ତ ଆମେ ଜାଣିପାରିବୁନି କି ସେ ବାକ୍ୟର ଅର୍ଥ ଏଇଟା ଥିଲା କି ତାହା ଏହା ଥିଲା କି ବୋଲି। ନାଇଁ କି? ତେଣୁକରି ମୁଁ ବି ପ୍ରଭୁଙ୍କର ସେବାରେ ଯେତେବେଳେ ନୂଆରେ ବାହାରିଥିଲି ବହୁତ ଗୁଡାଏ ଡାଉଟ୍ସ ଥିଲା। ଯେତେବେଳେ ମାନଙ୍କୁ ଡାଉଟ୍ ଆସିଲା, ସାଙ୍ଗେ ସାଙ୍ଗେ ପଢିକି ଡାଉଟ୍ କ୍ଲିୟର ହେଇନାହିଁ, ଛାଡିଦେ, କେତେ ଟ୍ରାଏ କଲେ ମଧ୍ୟ ପାଉନଥିଲି, ମୁଣ୍ଡକୁ ଆସୁନଥିଲା ଆଉ। ତ ସେ କଥା ସାଇଡ କରିଦେଲି ଆଉ ବାକିଟା ଧରିକି ଆଗକୁ ଗଲି। ଆଉ ଗୋଟେ କ୍ୱେଶ୍ଚନ ଧରିକି, ଗୋଟେ ପ୍ରଶ୍ନ ଧରିକି ଆମ ମାନଙ୍କର ଜୀବନ କୋଉଠି ଅଟକି ନ ଯାଉ, ନାଇଁ କି? ଧରନ୍ତୁ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଛୁ ବସରେ କି ଟ୍ରେନରେ ବି ହଉ, ତ ଆମର ବ୍ୟସ୍ତତା ଥିବ, ଗୋଟେ ଷ୍ଟେସନ ଗଲା, ବାଇଚାନ୍ସ ଷ୍ଟେସନ ଗୋଟେ ପାର ହେଇଗଲା, ଗୋଟେ ବାଲୁଗାଁ ଗଲା କି ଛତ୍ରପୁର ଗଲା କି ଚିଲିକା ଗଲା, ଗୋଟେ ଷ୍ଟେସନ ଥିବ କି ନାହିଁ? ଯେ ଝରକାରେ ବସି ସେ ଯତ୍ନବାନ ହଉଥିବ କୋଉ ଷ୍ଟେସନ ଗଲା ଗଲା ଦେଖିବା ବୋଲି। ତ ବାଇଚାନ୍ସ ଗୋଟେ ଛତ୍ରପୁର ଚିଲିକା ଗଲା ବୋଲ ଆମେ ଦେଖିଲୁ ନାହିଁ, କୋଉ ଗୋଟେ ବୋର୍ଡ ପଳେଇଲା, ଆମେ ବ୍ୟବହାରରେ କୋଉ ବୋର୍ଡ ପଳେଇଲା ଏଟା,
तो ଏବେ ବୋର୍ଡ ଯାହା ଦେଖିନୁ ତାକୁ ଆମେ ଚେନ୍ ଧରିକି ଆମେ ଟାଣିକି ଟ୍ରେନ ରୋକିକି ଆମେ ଆମେ ପଛକୁ ଦେଖିବା ଜରୁରୀ କି? ଏଟା ତ ଆମର ଷ୍ଟେସନ ନାହିଁ, କାହିଁକି ଯୋଉଟା ଗଲା ଯାଉ। ଆମେ କେତେକ ବିଷୟ ସ୍କିପ୍ କରିବାର ଅଛି ବୋଲି କହୁଛି। ଭୁବନେଶ୍ୱର ଆସିଲା କି ନାହିଁ ସେଇଟା ଆମର ବ୍ୟସ୍ତ। ଆମର ଲକ୍ଷ୍ୟ କଣ, ଆମର ଦର୍ଶନ କଣ, ଆମେ କାହା ପାଇଁ ପ୍ରସ୍ତୁତ ହେଉଛୁ, କାହା ପାଇଁ ଆମେ ମାନେ ଟ୍ରେନ ଚଢୁଛୁ, ତାହା ଗୁରୁତ୍ୱପୂର୍ଣ୍ଣ। ମଝିରେ ସବୁ ଷ୍ଟେସନ ପଡିଥିବାଟା ଆମ ପାଇଁ ଦରକାର ଥାଇପାରେ, ନ ବି ଥାଇପାରେ। କମ ସେ କମ ଏତିକି କି ହଁ ଚିଲିକା ଗଲା ମାନେ ଆଉ କେତେ ଏତିକିଟା ଷ୍ଟେସନ ଅଛି ବୋଲି ଆମେ ହିସାବ ପାଇଁ ଦେଖୁଥାଉ ଷ୍ଟେସନ ଗୁଡିକୁ। ବାଇଚାନ୍ସ ଗୋଟେ ଦିଟା ଷ୍ଟେସନ ପାର କଲା କରିଗଲା ଆମେ ଦେଖିଲୁ ନାହିଁ ବୋଲି କହିଲେ ବ୍ୟସ୍ତ କାହିଁକି ହେବୁ? ଏକ୍ସାମ୍ପଲ କାହିଁକି ଦେଲି ମାନେ ବାଇବଲ ପଢିଲା ବେଳେ ଗୁଡାଏ ଡାଉଟ୍ସ ଆସେ, ଗୁଡାଏ ପ୍ରଶ୍ନ ଆସେ। ତ ତାହା ଆସିବାଟା ଭୁଲ ନୁହେଁ, ପ୍ରଶ୍ନ ଡାଉଟ୍ସ ଆସିବାର ଭୁଲ ନୁହେଁ, କିନ୍ତୁ ତାହାକୁ ଧରିକି ଅଟକି ଯାଆନ୍ତୁ ନାହିଁ। ଆମର ଲକ୍ଷ୍ୟ ହେଲା ଆଗମନ, ଆମର ଲକ୍ଷ୍ୟ ଆମର ଷ୍ଟେସନ ହେଲା ପ୍ରଭୁଙ୍କର ଆଗମନ ପାଇଁ ମୁଁ ପ୍ରସ୍ତୁତ ହେବାର ଅଛି। ଏତିକି ତ ଆମେ ଫାଇନାଲ ହେଇଗଲୁ କି ଚିହ୍ନ ସଫଳ ହେଲାଣି, ଆଉ ତାଙ୍କର ଡାକରା ତାଙ୍କର ଆହ୍ୱାନ ସେ ଶେଷ ତୁରୀ ବାଜିବା ହିଁ ଆମ ପାଇଁ ବ୍ୟାଲେନ୍ସ ବାକି। ତାହା ପାଇଁ ଆମେ ବ୍ୟସ୍ତ ହେବା। ଏ ଭିତରେ ବାଇବେଲ ପଢିଲା ବେଳେ ଏ ପ୍ରଶ୍ନ ସେ ପ୍ରଶ୍ନ ଉଠେ, ଓକେ ଟ୍ରାଏ କରନ୍ତୁ, ପ୍ରଶ୍ନର ଉତ୍ତର ମିଳିପାରେ, ରାଜୀ ଭାଇଙ୍କୁ ପଚାରି ପାରେ, ମିଳିପାରେ, ନ ମିଳିଲେ ବି ସେଟା ବଡ କଥା ନାହିଁ। ଆପଣ ସେ ଗୋଟେ ପ୍ରଶ୍ନ ଧରିକି ଦୁନିଆର ବକ୍ତା ମାନଙ୍କୁ ଆଙ୍କୁ ତାଙ୍କୁ ପଚାରିକି ସେ ଗୋଟେ ପଦ ପାଖରେ ଅଟକି ଯାଆନ୍ତୁ ନାହିଁ। ମାନେ କୋଉ ଷ୍ଟେସନ ଗଲା ଜାଣିବା ପାଇଁ ଟ୍ରେନ ରୁ ଡେଇଁ ପଡିଲା ପରି ହିଁ ହୁଅନ୍ତୁ ନାହିଁ କେତେକ କ୍ୱେଶ୍ଚନ ଧରିକି। ରାଇଟ, ପ୍ରେଜ ଫର ଏକ୍ସାମ୍ପଲ କୋ ନାମରେ ବାପ୍ତିସ୍ମ ନେବା କଥା, ଏଇଟା କ୍ୱେଶ୍ଚନ ଥାଏ ବହୁତ ଜଣଙ୍କର। ଏବେର ଟାଇମ କି ଏଇଟା କୋଉ ନାମରେ ନେବ ବୋଲି ତୁମେ ଚିନ୍ତା କରିକି ଫାଇନାଲ ହେଲା ବେଳକୁ ତାର ଅର୍ଥ ଭାବୁଛ ନେଲ ନାହିଁ ବୋଲିଲା ପରି। ଆଉ ତ କେତେବେଳେ ନେବ, କେତେବେଳେ ଶିଖିବ, କେତେବେଳେ ପଢିବ, କେତେବେଳେ ପ୍ରସ୍ତୁତ ହେବ, ଆହୁରି ଅଛି। ମାନେ କୋଉ ସ୍କୁଲରେ ଜଏନ ହେବି ବୋଲିଲା ପରେ ତମେ 20 ବର୍ଷ ସାରିଦେଲ ବୋଲି ଅର୍ଥ। ପଢିବ କେବେ ହେଲେ? ବୁଝିଲ ମୋର କଥା? ତ ଅନନେସେସରୀ କ୍ୱେଶ୍ଚନ୍ସ ଲାଇଫରେ ଥାଏ। ମୋର ବି ବହୁତ ଗୁଡାଏ କ୍ୱେଶ୍ଚନ୍ସ ଥିଲା, ଆଉ ମୁଁ ସେଠି ଅଟକି ନାହିଁ, ମୁଁ ଆଗକୁ ପଳାଇଲି। ତାପରେ କେତେକ କେତେକ ପ୍ରଶ୍ନ ମତେ 5 ବର୍ଷ ପରେ ପ୍ରଭୁ କ୍ଲାରିଟି ଦେଲେ, କେତେକ ପ୍ରଶ୍ନ 10 ବର୍ଷ ପରେ କ୍ଲାରିଟି ଦେଲେ। ଆମେ ମାନେ ଯାଉ ଯାଉ ଶିଖୁ। ଏବେ ଛୁଆ ମାନେ ଅଛନ୍ତି, ପିଲାମାନେ ଦେଖନ୍ତୁ, ଆପଣଙ୍କର ଘର ପିଲାମାନେ ବାପା କୋଉ କାମ କରୁଛନ୍ତି, କେତେ ଦରମା ପାଉଛନ୍ତି ଜାଣିବେ କି ପିଲାମାନେ? ସେମାନେ ଜାଣିବେ ନାହିଁ। ଏବେ ସେ ମୋ ଛୁଆ ମାନେ ଯୋଉ ବଲ୍ ଡାଡି ବଲ୍ ଆଣିଲେ କି ନାଇଁ, ବ୍ୟାଟ୍ ଆଣିଲେ କି ନାଇଁ, କାର୍ଟୁନ ଲଗାଇକି ବସିବି ବୋଲି ଭାବିବା ଛୁଆ ମାନଙ୍କୁ ବସେଇକି ତୋର ବାପା ଏ କାମ କରୁଛି ରେ, ତୋର ବାପାର ଦରମା ଏଟା ବୋଲି ବୁଝାଇବୁ କି ଆମେ? ନାଇଁ ନା। ତ ଗୋଟେ ଗୋଟେ ବୟସ ଆସିବ ସେମାନଙ୍କୁ, ସେମାନେ ସେତେବେଳେ ଜାଣିବେ କି ବାପାଙ୍କର କାମ କଣ। ଗୋଟେ ପିଲା, ଗୋଟେ ଯୁବା ପିଲା ହେଇଗଲା, ସେ ହଠାତ୍ 30,000 ଫୋନ ମାଗୁଛି, ସେତେବେଳେ ମା ବୁଝାଇବୁ କୋଉଠୁ ଆଣିବୁ ରେ 30,000 ଫୋନ? 7-10,000 ଫୋନ ଆଣିବାଟା ତୋର ପାଇଁ ବଡ କଥା, ତୁ 30,000 ମାଗିଲୁ କଣ? ତୋର ବାପା କୋଉ କାମ କରୁছে ଜାଣିଛୁ କିରେ ବୋଲି ସେତେବେଳେ ବୁଝାଏ। ଦେयर ଇଜ ଏ ଟାଇମ, ଯେତେବେଳେ ଆପଣଙ୍କୁ ଦରକାର ବୋଲି ପ୍ରଭୁ ଭାବନ୍ତି, ସେତେବେଳେ ଆପଣଙ୍କୁ ଆପେ ଆପେ କ୍ଲିୟର କରିବେ। ସେ ପ୍ରଭୁଙ୍କ ସହିତ କନେକ୍ଟେଡ ହେଇକି ରହିବାର। ଛୁଆ ମାନଙ୍କୁ ଜଣାନି କେତେ ଘର ଭଡା ଦେଉଛନ୍ତି, ଗୋଟେ ସମୟ ଆସିବ ପିଲାମାନେ ଜାଣିବେ। ସେମିତି ବାଇବେଲ ମଧ୍ୟ ସେମିତି। ଏକାଥରକୁ ସବୁ କ୍ଲାରିଟି ମିଳିଯିବ ବୋଲି ବ୍ୟସ୍ତ ହୁଅନ୍ତୁନି। ତ ରହିଲା ଏଇ ପ୍ରଶ୍ନ, ପ୍ରଭୁ କହିଲେ ଖଣ୍ଡା ଗୋଟେ ଧର ବୋଲି। ତ ଭାଇଙ୍କର ପ୍ରଶ୍ନ ଥିଲା କି ସେଇ ହିସାବରେ ଆମେ ବି ସିକ୍ୟୁରିଟି ପାଇଁ, ଡିଫେନ୍ସ ପାଇଁ ବନ୍ଧୁକ ଧରିବାଟା ଠିକ କି ବୋଲି। ତ ସେଇ ହିସାବ ନୁହେଁ, ସେମିତି ନାହିଁ। କେତେକ ବିଷୟ ଆପଣ ମାନେ ଏପର୍ଯ୍ୟନ୍ତ ଏଠି ପଚାରିବା ଦରକାର ବି ନାହିଁ। ଆପଣ ମାନେ ଟିକେ ଉପରକୁ ତଳକୁ ଟିକେ ପଢିଲେ, କଣ୍ଟେକ୍ସଟ ବୁଝିଲେ ବୁଝି ଯାଇପାରିବେ। ଦେଖନ୍ତୁ ଆଶ୍ଚର୍ଯ୍ୟ କଥା, ଗୋଟେ ସମୟ ଥିଲା ପ୍ରଭୁ କହିଲେ କି ତୁମେ ପର୍ସ ଧର ନାହିଁ, ପଇସାର ମୁଣା ଧର ନାହିଁ, କିଛି ଧର ନାହିଁ ବୋଲି କହିଲେ। କୋଉଠି? ଲୁକ 9 ଅଧ୍ୟାୟ, ନାଇଁ ଲୁକ 10 ଅଧ୍ୟାୟ 10:4। କିଏ? ଆଲଫା।
हाँ शरणदीप। प्रेज द लॉर्ड सर। हाँ बाबू। ଲୁକ 10:4 ପଢ। ହଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି ବାଟରେ କାହାକୁ ନମସ୍କାର କର ନାହିଁ। ବାସ୍। ଏମିତି ଲୁକ 22:35 35-36। ଆଉ ସେ ସେମାନଙ୍କୁ କହିଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା? ସେମାନେ କହିଲେ, କିଛି ନାହିଁ। ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ ଯାହାର ଗାଞ୍ଜିଆ ଅଛି ସେ ତାହା ନେଉ, ସେଇ ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ ସେ ଆପଣା ଚାଦର ଖଣ୍ଡିକ ବିକି ଖଣ୍ଡା କିଣୁ। 37-38 ବି ପଢିଦିଅ। କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଅଧାର୍ମିକ ମାନଙ୍କ ସହିତ ଗଣିତ ହେଲେ ଏହି ଯେଉଁ ବାକ୍ୟ ଲେଖା ଅଛି ତାହା ମୋ ଠାରେ ସିଦ୍ଧ ହେବା ଆବଶ୍ୟକ, ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି। ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ 2ଟା ଖଣ୍ଡା ଅଛି। ପୁଣି ସେ ସେମାନଙ୍କୁ କହିଲେ, ଯଥେଷ୍ଟ। ବାସ୍ ବାସ୍। ରାଇଟ୍। ସମସ୍ତ ଖଣ୍ଡା ଧରିବାର ଅଛି ବୋଲିବା ରୁଲ ଥିଲେ ତ 12 ଜଣ ଥିଲେ ସେଠି ଯୀଶୁଙ୍କ ସହିତ। ଜିହୁଦା କଟିଗଲା ବୋଲ ଯୀଶୁ ସହିତ 12 ଜଣ ରହିଲେ, 11 ଜଣ ଶିଷ୍ୟ ଯୀଶୁ। ତ 12ଟା ଖଣ୍ଡା ଧରିବାର ଥିଲା, କିନ୍ତୁ 2ଟା ଥିଲା ବରଂ नो ଇଟ୍ସ ଓକେ, ଇଟ୍ସ ଫାଇନ୍। ତ ସମସ୍ତେ ବାଧ୍ୟରେ ଖଣ୍ଡା ଧରିବାଟା ରୁଲ ସେଠି କିଛି ନାହିଁ। ତ ଏବେ ରହିଲା ଆନ୍ସର। ତ ଲୁକ 10ରେ ଦେଖିଲୁ ପ୍ରଭୁ କହିଲେ ତୁମେ ମାନେ ଏବେ ସେବାରେ ଯାଅ, ଆଉ ତୁମେ କଣ କର, ମୁଣା ଧର, ଏ ଧର, ସେ ଧର, ନାଇଁ। କିନ୍ତୁ ଏଠି କହୁଛନ୍ତି, ଏଠି ପଚାରୁଥିଲେ କି ତୁମେ ଆଗେ ସେବାରେ ଗଲା ବେଳକୁ କିଛି ମୁଣା ଧରି ନଥିଲ, କିଛି ଅଭାବ ହେଲା କି ତୁମକୁ, ବୋଲ ନା କିଛି ହେଲି ହିଁ ନାହିଁ। ତ ପ୍ରଭୁ କହୁଛନ୍ତି ଏଥର ଧର। ହ୍ୱାଟ ଇଜ ଦ ରିଜନ? ଦେଖନ୍ତୁ ଲୁକ 10ରେ ଯେତେବେଳେ ପ୍ରଭୁ ସେମାନଙ୍କୁ ସେବାରେ ପଠାଇଲେ, କୋଉଠି ପଠାଇଥିଲେ? ଇସ୍ରାଏଲ ଜାତି ସମୂହ ମଧ୍ୟରେ ପଠାଇଥିଲେ, କେବଳ ଜିହୁଦୀ ମାନଙ୍କ ମଧ୍ୟରେ। ତ ନିଶ୍ଚିତ ଭାବେ ତୁମକୁ ଚିହ୍ନା ପରିଚୟ ଲୋକ ଥିବେ, ତୁମର ରିଲେଟିଭ୍ସ ଥିବେ, ତୁମ ରକ୍ତ ସମ୍ପର୍କୀୟ ମାନେ ଥିବେ। ଆଉ ଯେହେତୁ ତୁମେ ସେବାରେ ଯାଉଛ, ତେଣୁକରି ପ୍ରଭୁଙ୍କ ଲୋକ ଥିବେ କି ନାହିଁ ତୁମ ସେବକୁ ଦେଖିଲେ ଆପଣ ମାନେ, ଓଡିଶାର କଥା ଜଣା ନାହିଁ ଯେ ଏଇଠି ଆମର ଆନ୍ଧ୍ର, ତେଲେଙ୍ଗାନା, ସାଉଥ ଇଣ୍ଡିଆରେ ପ୍ରାୟ ପାଷ୍ଟରକୁ ରୋଡରେ ଦେଖିଲେ କେବେ ମଧ୍ୟ ଖାଲି ହାତରେ ଛାଡନ୍ତି ନାହିଁ ବିଶ୍ୱାସୀ ମାନେ। କୋଉ ବିଶ୍ୱାସୀ ହଠାତ୍ ଭେଟି ହେଇଗଲେ ଯଦି ପରିଚୟ ଅଛନ୍ତି, ତ ପାଷ୍ଟରଙ୍କୁ କେବେ ମଧ୍ୟ ହାତରେ ଖାଲି ହାତରେ ଛାଡନ୍ତି, 100 ଟଙ୍କା କି 200 ଟଙ୍କା, 50 ଟଙ୍କା ଯାହା ବି ଦେଇକି ପଠାନ୍ତି, ରାତିରେ ପଦାରେ ଦେଖାଗଲେ ମଧ୍ୟ। ତ ହିସାବ କଣ ଥିଲା ଏବେ ଦେଖ, ଆପଣ ଜାଣନ୍ତି ଟିପିଏମ ର ସେବା କାର୍ଯ୍ୟ କେମିତି ଶିଖନ୍ତି ଜାଣିଛନ୍ତି ଆପଣ ମାନେ? ସେମାନଙ୍କ ଟ୍ରେନିଂ ରେ ସେମାନଙ୍କୁ କଣ କରନ୍ତି, ଚେନ୍ନାଇରୁ ଗୋଟେ ବସ୍ ଚଢାଇକି, ଭ୍ୟାନରେ ଚଢାଇକି ଗୋଟେ 50 କିଲୋମିଟର ଦୂରରେ କୋଉ ଗୋଟେ ଗାଁରେ, କୋଉ ଗୋଟେ ସହରରେ, କୋଉ ଗୋଟେ ବସଷ୍ଟାଣ୍ଡରେ ଛାଡି ଦେଇକି ଗାଡି ପଳାଏ। ଆଉ ହାତରେ ଗୋଟେ ନୂଆ ପଇସା ନଥାଏ ସେ ବ୍ରଦର୍ସ ମାନଙ୍କୁ। କଣ ବୋଲେ, ସନ୍ଧ୍ୟାରେ 6ଟାରେ ପ୍ରେୟର ଅଛି, 6ଟା ସୁଦ୍ଧା ତୁମେ ଘରେ ଥିବାର ଅଛି, କ୍ୟାମ୍ପସରେ ଥିବାର ଅଛି। କେମିତି ଥିବ, ପଇସା ନାହିଁ, ପ୍ରାର୍ଥନା କର, ସେବା କର, ଆଉ ପ୍ରଭୁଙ୍କ ଠାରୁ କିଛି ପାଅ। କିନ୍ତୁ ସନ୍ଧ୍ୟା 6ଟାରେ ତୁମେ ଥିବାର ଅଛି ବୋଲେ ସେମାନେ ବ୍ୟସ୍ତ। କୁଆଡେ ଯିବୁ, କାହା ପାଇଁ ପ୍ରାର୍ଥନା କରିବୁ, କାହାର ଘରକୁ ଯିବୁ, କାହାକୁ ସୁସମାଚାର କହିବୁ, କାହାର ପାଇଁ ପ୍ରାର୍ଥନା କର, ଯାହା ବି କରନ୍ତୁ ପ୍ରଭୁ ହାତରେ କିଛି ଦିଅନ୍ତୁ, 50 ଟଙ୍କା ହଉ କି 100 ଟଙ୍କା, ଯେ କେହି ଦେବ ତ ଦେବେ ନା ନିଶ୍ଚୟ ବାଧ୍ୟରେ। ତ ସେଇଟା ସେମାନେ ଧରିକି ସନ୍ଧ୍ୟା 6ଟା ସୁଦ୍ଧା କ୍ୟାମ୍ପସକୁ ପଳେଇ ଆସିଲେ, ମାନେ ବିଶ୍ୱାସରେ କେମିତି ସେବା କରିବାର ଶିଖାନ୍ତି ସେଠି। କି ତୁମେ ଖାଲି ହାତରେ ଯିବ, ପ୍ରଭୁ ତୁମକୁ ଧରି ଆସିବେ ସନ୍ଧ୍ୟା ବେଳକୁ, ବିଶ୍ୱାସ କରିକି ଯାଅ। ଘଣ୍ଟା ହେଇଗଲା କେମିତି ଖାଇବାଟା, ମରେ ଖାଇବାଟା ମରେ ଯାଇ ପାଣି ପିଇ କୋଉଠି ହେଲେ ପାଣି ବି ମିଳିବ କିନ୍ତୁ ଗ୍ୟାରେଣ୍ଟି ନାହିଁ। ବିଶ୍ୱାସର ସେବା ଶିଖିବାଟା ମାନେ କଣ? ବାଇବଲ କଲେଜରେ ଟ୍ରେନିଂ ପାଇକି ଆସିକି ଗୋଟେ ବଡ ଚର୍ଚ୍ଚରେ ପୋଷ୍ଟିଂ ଦେବା, ଦରମାକୁ ପୋଷ୍ଟିଂ ଦେବାଟା ବୋଲୁଛନ୍ତି କି? ସେମିତି ଶିଖିବା ଲୋକମାନଙ୍କ ଠାରେ ବିଶ୍ୱାସର ସାକ୍ଷ୍ୟ କିଛି ନଥାଏ, ସେଥିପାଇଁ ଦମ ନଥାଏ ଖାଲି ଲାଇଫରେ ବାକ୍ୟର, ଆତ୍ମିକତାର ଏକ୍ସପିରିଏନ୍ସେସ୍ ନଥାଏ। ଧାର୍ମିକତା ମାନେ କଣ, ବିଶ୍ୱସ୍ତତା ମାନେ କଣ, ନମ୍ରତା ମାନେ କଣ, ପବିତ୍ରତା ମାନେ କଣ, ବିଶ୍ୱାସ ମାନେ କଣ, ଏଇ ସବୁ ଆକ୍ଟିଭିଟି ଆଜ୍ଞା ଏଇ ସବୁ ପ୍ରଚାର ନୁହେଁ। ଆଜିକାଲି ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନ ଖାଲି ଷ୍ଟେଜରେ ହିଁ, ଷ୍ଟେଜର ଶୋ ବୋଲି କହିଲେ କି ନାହିଁ।
विश्वास माने कौन अब्राहम, पवित्रता माने कौन के जोसेफ, विश्वस्तता बोली कहले मोसा, अनुताप बोली कहले से पापिनी स्त्री। एटा आमे এই ସବୁ ବିଷୟ ବୁଝାଇବା ପାଇଁ ବାଇବେଲର ଭକ୍ତ ମାନଙ୍କର ଜୀବନ କୁ କହିଥାଉ। ଠିକ ଅଛି, କହିବାର ସବୁ ପଏଣ୍ଟସ ରେ ଲାଷ୍ଟରେ ଆମର ଗୋଟେ ସାକ୍ଷ୍ୟ ଥିବାର ଅଛି ନା ନାହିଁ? कि विश्वास बोलला बेलକୁ मोर लाइफ रे गोटे एमती एक्सपीरियंस ହେଇଥିଲା। पवित्रता बोलला बेलକୁ ମୋ ଜୀବନରେ ବି ଗୋଟେ ଦିନ ଏମିତି ପାପ ମୋର ସମ୍ମୁଖରେ ଥିଲା, କେମିତି କରି ବ୍ୟସ୍ତ ହେଇଯାଉଥିଲେ। ଲାଇଫ ରେ ଗୋଟେ ଆପଣ ମାନେ ବାକ୍ୟକୁ ଖାଇଛନ୍ତି ବୋଲି କେମିତି ଜଣା ପଡିବ, ବାକ୍ୟକୁ ଆସ୍ୱାଦନ କରୁଛନ୍ତି ବୋଲି କେମିତି ଜଣା ପଡିବ? ତ ଦ୍ୟାଟ୍ସ ଦ ଥିଙ୍ଗ। ପ୍ରଭୁ ସେମାନଙ୍କୁ କହିଲେ ତୁମେ ଜିହୁଦୀ ମାନଙ୍କ ପାଖକୁ ଯେହେତୁ ଯାଉଛ, କାହିଁକି ବ୍ୟସ୍ତ ହେବ? ସେମାନେ ଖାଇବାକୁ ଦେବେ, ବିଶ୍ୱାସ କରିକି ଯାଅ, ପ୍ରାର୍ଥନା କରିବ, ସୁସମାଚାର ପ୍ରଚାର କରିବ। ତୁମକୁ ସେବକ ଜାଣି, ତୁମକୁ ଜଣେ ଜଣେ ପ୍ରଭୁଙ୍କର ଦାସ ବୋଲି ଜାଣି, ଆତ୍ମିକ ହୃଦୟ ଥିବା ଲୋକ କିଏ ହେଲେ ବି ତୁମକୁ ଖାଇବାକୁ ଦେବ ବାଧ୍ୟରେ, ଆଉ କିଛି ଦାନ ଦେଇକି ପଠାଇବ। ଖାଲି ହାତରେ ତ ପଠାଇବ ନାହିଁ। ବିଶ୍ୱାସ କରିକି ଯାଅ। ସେମାନେ ଦେବେ ବୋଲି ବିଶ୍ୱାସ ନାହିଁ, ପ୍ରଭୁ ଜଗାଇବେ ବୋଲି ବିଶ୍ୱାସ କର। ତ ବିଶ୍ୱାସର ସେବା ପ୍ରଭୁ ବି ସେମାନଙ୍କୁ ଶିଖାଇଲେ। ଏଇଠି ଯେତେବେଳେ ଆସିଲା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ଶେଷ ରାତ୍ର ଗେଥସେମନି ଉଦ୍ୟାନରେ, ଏବେ ପ୍ରଭୁ ପଚାରୁଛନ୍ତି ତୁମକୁ ଯେତେବେଳେ ପେଟସେବରେ ପଠାଇଥିଲି କିଛି ଅଭାବ ହେଇଥିଲା କି? ଭୋକ ପେଟ ଶୋଇଲ କି? ନାଇଁ ଆଜ୍ଞା। କିନ୍ତୁ ଏଠି ଗୋଟେ କାମ କର, ଏଥର ତୁମେ ପର୍ସ ଧର, ଆଉ ଦରକାର ଥିଲେ ଗୋଟେ ଖଣ୍ଡା ଧରିଥାଅ ବୋଲେ। କାହିଁକି? ନମ୍ବର ୱାନ, ଏଟା କ୍ରୁଶର ସମୟ। କିଏ ତୁମକୁ ସାହାଯ୍ୟ କରିବେ କି ନ କରିବେ ଜଣା ନାହିଁ। ଆଗେ ତୁମଠାରେ ଈଶ୍ୱରଙ୍କ ଦାସ ବୋଲି ଦେଖିକି ଜାଣିକି ଲୋକମାନେ ତୁମକୁ ଗ୍ରହଣ କଲେ, କିନ୍ତୁ ଆଜି ଯୀଶୁ ଖ୍ରୀଷ୍ଟ କୃଷାର୍ପଣ କରୁଛନ୍ତି, ତେଣୁକରି ତୁମମାନଙ୍କୁ ବି ଚୋର ବୋଲି କହିବେ। तुमको देखले कबाट बंद कर देबे के जानी। तुमको घर भीतर रिसीव करले केस हे जे बोली डोरी कि तुमको के भी ग्रहण करिवे नहीं काले के भी देबे नहीं। तेणु करी आपणार सेफ्टी पाई किछटा पैसा धरी थाओ, किछटा खाइबाटा टिके धरी थाओ, काहारी ऊपर निर्भर करिवार परिस्थिति न आसु। नंबर 1। नंबर 2 हैला तुम्हे माने एथरो विजाति मानक पाखु जाई कि सुसमाचार आरंभ करबा को जाउछ। तो विजाति माने जेहेतु प्रभुंकर लोक नुहंती, तुमको कहीं ग्रहण करके पैसा खाइबा को देकी दान देबे। तेणु कर तुमटा तुम्हें ही देखा पड़ो भाई। किछटा पैसा संचय करके रखी थाओ, पर्स गोटे बैलेंस रखी थाओ। आ के मते देलानी से मते देलानी बोली काहाको दोष देबार परिस्थिति न आसु। सुसमाचार प्रचारक माने दे हैव टू वर्क, काम करके सुसमाचार प्रचार करिवार। मंडलीर पालक माने काम करिवार नहीं, मंडलीर जत्न नेबार अछि, मंडली पालकर जत्न नेबार अछि। एटा हला बाइबल रो नियम। एटा पालक माने जॉब कर लेनी, पालक पालक माँ माने जॉब कर, पास्टाणी माने जॉब कर लेनी। पास्टाणी जॉब करथिबो, गवर्नमेंट जॉब, ए बाबू सेवा करथिबो। ओके ठीक अछि, जहा आपनकर विश्वासर स्तर जेतिकी सेतिरे चालंतु, बड़ पाप हेउनी जे तो परफेक्ट नुहे सेटा। आपण सेवा करला बेले प्रभु आपण आपण जेहेतु आपण मु जेहेतु प्रभुंकर सेवा करूछु, तेणुक प्रभु आमको खुआइमा विश्वस्त अटंती बोली सेतिकी विश्वास भी नथिले काहेकि सेवा करिबार। दी जण जाके जॉब हेले करितांत ना, के मना कला जबरदस्ती? एटा प्रॉब्लम। पालक माने से मन पालक काहाको कहंती? स्पीकर को कहंती कि नहीं नहीं नहीं, पालक ताहाको कहंती जे मानकर मंडली अछि। एबे मु पालक कि नहीं, मु पालक नुहे, सेतरा मो नाम आगर ब्रदर बोली रखे। ब्रदर आई एम बाइबल टीचर वर्तमान। हाँ, प्रभुकर आगमन निमंते जेहेतु प्रस्तुत करुछि, चेतावनी सतर्क बाणी देउछि, तेणुकरी भाववादी सेवा कार्य एक अंश है सेवा करछि। एमिति बोली मोर नाम आगुरु भाववादी बोली लिखिबार एतिकी योग्यता मोर ने। प्रॉफेट राजीव जान केबे भी लिखंतु नहीं, केबे भी करंतु नहीं। जेते बेले मोर नाम आगुरु मो प्रॉफेट लिखिदेली, भावनी अंत भंड भाववादी बोली। इट इज सेवा का, इट्स अ मिनिस्ट्री, प्रॉफिटिक मिनिस्ट्री इज अ मिनिस्ट्री, अपोस्टोलिक मिनिस्ट्री एक मिनिस्ट्री से प्रेरित को सेवा कार्य ओटे, सेवा ओटे। टाइटल पाइला भली नुहे। आमे निजको अपोजल, निजको प्रॉफिट बोली कोई बार नहीं। पालक पर्यंत ओके, जदि मंडली अच्छी ताहले पालक।
डीजेएस दिनकर परी बड़ बक्ता आज्ञा से माने निजेर नाम आगे ब्रदर डीजेएस दिनकर रखला बेलको आमे आड़े प्रेरित भाववादी विष बाहरी पड़लु। 25 वर्ष बयस हेई नहीं विषव हेई गले देख तो सेवक दास हेबाटा आमर ପାଇଁ सौभाग्य नुहे कि ईश्वर दास इज नॉट छोट टाइटल नुहे मैन सर्वेंट ऑफ गॉड नॉट सर्वेंट ऑफ मैन मनुष्य मानकर दास टिके कम पोस्ट सेटा दास चाकर आमर हिसाब नौकर है किंतु हम जते प्रभुंकर दास होछु वाह इट्स ए बिगेस्ट पोस्ट ତେଣୁକରି ପାଳକ ମାନେ ଯେତେବେଳେ ମଣ୍ଡଳୀର ଯତ୍ନ ନିଅନ୍ତି ତ ବାଧ୍ୟରେ ମଣ୍ଡଳୀର ଯତ୍ନ ନେବା ପାଇଁ ଯଦି ପାଳକ ଅଛନ୍ତି ତ ପାଳକର ଭଲ ମନ୍ଦର ଯତ୍ନ ନେବାର ଦାୟିତ୍ୱ ମଣ୍ଡଳୀର ନୁହେଁ କି? ଆପଣଙ୍କର ପାଳକଙ୍କୁ ଯଦି ଆପଣ ଦେଖୁନାହାନ୍ତି ଭଲରେ ମାନେ ଆପଣଙ୍କୁ ଆପଣ ହିସାବ ଦେବାକୁ ପଡିବ। ୟୁ ୱିଲ୍ ବି ଜଜ୍ଡ ବିଚାରିତ ହେବେ। ଦୁନିଆ ଛାଡିକି ଚାକିରି ଛାଡିକି ସବୁ ଛାଡି ଦେଇକି मंडली मंडली विश्वासी 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 परिवार को परिदर्शन करी विजिट करी प्रार्थना करी कटेज पेड करी तुम छुआ जन्म हेबा ठारो आरंभ करी तार नामकरण ठारो आरंभ करी ताकू भात खुआबा ठारो आरंभ करी बड़ हेबा ठारो आरंभ करी तार परीक्षा ठारो आरंभ करी बड़ झील हेबा ठारो आरंभ कर विवाहर पर्यंत सब प्रार्थना करिवार सेवा यदि पालक कर तो पालकर परिवार जत्न नेबार दायित्व मंडली नुहे कि बेचारा गोटे गोटे पालक मान छटपट होते पैसा होनी आज्ञा कल शुणुले कल पोर दिन नाई ना तुमको 7,000 एका दिया हे हमर घर मालिक बुढ़ा से चर्चर गोटे एल्डर पार्टी कर दांड छिड़ा फोन रे 7 ना ना 8,000 देव ना तमें बची पार कि 7,000 रे आउ डिस्कशन आम शुणुचु से कौन आप पासबुक कार्ड देवा नुआ पासबुक आम आने 7,000 एडजस्ट हो एते अन्याय करिबार नहीं गोटे पालक को चिंता कर आप बचे कि नाई तो घर बड़ तो देवा होनी घर बड़ तो पास्टर कार्ड दिखाई हो ठीक अच्छे पास्टर कार्ड देल जे 7,000 विदाउट घर भड़ा चल कि देखु तो 30,000 अंटू नहीं बोलछंती 50,000 अंटू नहीं बोलछंती गोटे परिवार फाणक केमती फाणक पाखर गोटे गाड़ी आसीगले कौटे तल ऊपर को देखिए कौट आसला एमती रुबाब देखा नहीं के जाने प्रभु आशीर्वाद करते हु आर यू टू आस्क तुम्हें न देले को जगै को अन्य जगार जगै के जानी पालक मानकर प्राण खाई देउथबे विश्वासी माने आगमन जीवे नहीं आज्ञा जानिबे दिने अभाव माने कौन दिने जानिबे आपण तो टॉपिक एटा नहीं जे टॉपिक है पालक माने काम करिबार नहीं पालक माने मंडली देखिबा मंडली नहीं तो यू कैन जॉब जॉब करके सुसमाचार प्रचार करहब जॉब करके तुम गोटे गोटे स्टेज गोटे वक्तव्य हो पार यू कैन बी ए बाइबल टीचर यू कैन बी ए प्रीचर यू कैन बी एन इवेंजलिस्ट तुम्हें जन को सुसमाचार प्रचार करने और तुम चाकरी छाड़ा दरकार नहीं तो जॉब करके तुम सुसमाचार प्रचार कर पार यू कैन बी ए गॉस्पेल सिंगर तुम प्रेम गीत गाउछ जॉब छाड़ा दरकार जॉब छाड़बार से लेवल रो सेवा पालक मानकर बाध्य थिबा दरकार कारण तुम जॉब देखिबो ना मंडली को देखिबो मंडली देखिबा निमंते तुम दुनिया को छाड़ीबा को पड़िबो समागम तंबुरे सेवा पई याजक मान को प्रभु कहले तुम्भे माने समागम तंबु छाड़ी की जीवो नहीं यू शैल नॉट डिपार्ट फ्रॉम द टेबरनेकल वहीं पे रहना है वहीं सुबह शाम काम करना है तो एटा रहिला कथा कोन माने तुम्हें जिहुदी मान प्रभु को लोक मान को मध्य जेतले सेवा करूछ तुमर अभाव हेबो नहीं तुम विश्वास रे बाहर शिख कम से कम टिके शिखंतु सुसमाचार प्रचारक मानक मध्य एनकरेज करुछि मु कोन मन जानतु टे बाहर को पळांतु मोर सेबर बहुत थोर सेमती खाली हाथ रे बाहर थिली बाटर गल्ला बल को प्रभु किछटा दान देकी मते चलाइले
ଆଉ କେତେ ଦିନ ବିନା ନ ଖାଇକି ବି ଖାଲି ଚାଲୁଥିଲେ, ଖାଲି ବୋରିଂ ପାଣି ପିଇ ପିଇକି, ନଦୀ ନାଳର ପାଣି ପିଇକି ଚାଲୁଥିଲେ। ବସ୍ ପ୍ରଭୁଙ୍କର ଦୃଷ୍ଟିରେ ଖାଲି ଦେଖାଯିବାର ଅଛି। କୋଉ ପାହାଡ, କୋଉ ଜଙ୍ଗଲ, କୋଉ ବାଇଜାଗର ବିଚ୍, ସମୁଦ୍ର କୂଳ ଯାଇକି ସେ ବସି ପଡିବାର ପ୍ରାର୍ଥନାରେ। କାରଣ ପେରେଣ୍ଟସ୍ ନାହାନ୍ତି, ମା ବାପା ନାହାନ୍ତି କି ସନ୍ଧ୍ୟା ଘଣ୍ଟେ ହେଲା ବାବୁରେ ଖାଇବୁ ଆ ବୋଲି ଡାକିବ ଲୋକ ନଥିଲେ ମୋର। ଆଉ ସନ୍ଧ୍ୟା ହେଇଗଲା, ଆଉ ବାବୁ ଆସିବ ନା ନାଇଁ ବୋଲି ଜଗିବା ପାଇଁ ନା ମା ଥିଲେ ନା ବାପା ଥିଲେ, ତେଣୁକରି ଘରକୁ ସନ୍ଧ୍ୟାରେ ଫେରିବାର ଅଛି ବୋଲେ ଟାର୍ଗେଟ ନାହିଁ। ରହିଯାଉଥିଲି ବାହାରେ, କୋଉ ବସ୍ ଷ୍ଟାଣ୍ଡ ରେ, କୋଉ ରେଲୱେ ଷ୍ଟେସନ ରେ, କୋଉ ପାହାଡରେ, କୋଉ ଜଙ୍ଗଲରେ, କୋଉଠି ହେଲେ ଶିଖିଲି। ସେମିତି ଶିଖିଲି, ଆଉ କେବେ ପ୍ରଭୁ ଅଭାବ ଦେଲେନି। ହଁ, ଭୋକ କୋଉ ଗଳି ଯଦି ଖାଇଲୁ ନାହିଁ ମାନେ ଆଉ ଫାଷ୍ଟିଂ କେମିତି ରହିବୁ କୁହନ୍ତୁ ତ? କେବେ କେବେ ଡାଇରେକ୍ଟ ଫାଷ୍ଟିଂ, କେତେବେଳେ କେତେବେଳେ ଇନଡାଇରେକ୍ଟ ଫାଷ୍ଟିଂ। ପ୍ରେଜ ଲର୍ଡ। ତ ଯେତେବେଳେ ପ୍ରଭୁ ଏଇଠି କହୁଛନ୍ତି ତମ ବିଜାତି ମାନଙ୍କ ପାଖକୁ ଯାଉଛ, ତୁମକୁ ଖୁଆଇବେ ବୋଲି ଗ୍ୟାରେଣ୍ଟି, ମାରିବେ କାଳେ, ତୋଡ଼ିବେ କାଳେ, ତେଣୁକରି ଆଉ ସେମାନଙ୍କୁ ଦେଖିଲେ ନା ମତେ ଗ୍ରହଣ କଲେନି, ଦେଖିଲେ ନା ମତେ କିଛି ଦାନ ଦେଲେନି ବୋଲି ସେମାନଙ୍କୁ ଦୋଷ ଦେବ ନାହିଁ। ତୁମଟା ତୁମ ଦେଖ, ସ୍ୱହସ୍ତରେ କାମ କର ବୋଲି ସୁସମାଚାର ପ୍ରଚାରକ ମାନଙ୍କୁ କୁହାଯାଇଛି। ତ ଏଇଠି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେହେତୁ ସେ ରାତିରେ ଜିତ ପର୍ବତକୁ ଯାଉଥିଲେ, ତ ଜିତ ପର୍ବତ ଏକ ପ୍ରକାର ଜଙ୍ଗଲ ରାସ୍ତା ପୁରା, ତେଣୁ କରି ମିନିମମ୍ ଚୋର ମାନଙ୍କର ହାବୁଡରେ ପଡି ହେବ, କେ ଜାଣେ ବାଘ ଭାଲୁ ମାନେ ଆସିପାରନ୍ତି କେ ଜାଣି। ପ୍ରଭୁ କହିଲେ ଠିକ ଅଛି, ଗୋଟେ ଦିଟା ଖଣ୍ଡା ଧରିବାଟା ଭୁଲ ନୁହେଁ। ଓକେ, ହୋଲ୍ଡ ଇଟ୍। ସେଇ କାତି ଧରିକି କାନ କାଟି ଦେଇଥିଲେ ପିତର, ସେ ଦାସଙ୍କର କାନ ମିସୟୁଜ ହେଲା ସେଟା ଖଡ। ତା ତଳେ ଲେଖା ଅଛି, ଗୋଟେ ଭାବବାଣୀ ଥିଲା ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ, କି ଯୀଶୁ ଖ୍ରୀଷ୍ଟଙ୍କୁ କଣ ବୋଲି କହିବା ପୁଣି ଶାସ୍ତ୍ରରେ ଲେଖା ଅଛି, ତାହା ମଠାରେ ସିଦ୍ଧ ହେବା ଆବଶ୍ୟକ, ସେ ଅଧାର୍ମିକ ମାନଙ୍କ ସହିତ ଗଣିତ ହେବେ। ଦେଖିଲ ନା, ପ୍ରଭୁ ମଧ୍ୟ ଗୋଟେ ଗୋଟେ କ୍ରିମିନାଲ ଅଟନ୍ତି ବୋଲିଲା ପରି। ଦେଖିଲ ଖଣ୍ଡା କତି ଧରିକି ବୁଲୁଛି, ଭାବବାଣୀ ସଫଳ ହେଲା। ସେଠି ଖଣ୍ଡା ଧରିଲା, ସେ ଖଣ୍ଡା ଧରିଥିବାରୁ ତାଙ୍କୁ ଗୋଟେ କ୍ରିମିନାଲ ପରି ଦେଖିଲେ ସେଠି ସେ କାଳର ଲୋକମାନେ। ଆଉ ଯୀଶୁ ଖ୍ରୀଷ୍ଟ ଯେହେତୁ ଦୁଇଟି ଚୋର ମାନଙ୍କ ମଧ୍ୟରେ ଝୁଲୁଥିଲେ କ୍ରୁଶରେ, ତେଣୁ ଏ ବି ଚୋର ହେଇଥିବ ବୋଲି କ୍ରିମିନାଲ ଭଳି ଦେଖିଲେ, ଆଉ ସେ ଭାବବାଣୀ ସଫଳ ହେଲା। ଏମିତି ବୋଲି ଆପଣ ମାନେ ମୁଁ ବି ଖଣ୍ଡା କାତି ଧରିବୁ ବୋଲି ବାଟ ନାହିଁ, ଯେ ନିଜର ସିକ୍ୟୁରିଟି ପାଇଁ ଜାଗ୍ରତ ଥିବା ଦରକାର ବୋଲି। ପ୍ରେଜ। ଆମର ଜଣେ ପାଷ୍ଟର ଥିଲେ, ତାଙ୍କୁ ସବୁବେଳେ ଥ୍ରେଟନିଂ କଲ୍ ଆସିବାର, ମାରିଦେବୁ, କାଟିଦେବୁ, ହାଣିଦେବୁ। ସେ ନର୍ମାଲ ଟା ନୁହନ୍ତି। ସେ ତାଙ୍କର ସ୍କୁଟରରେ, ଭେସ୍ପା ସ୍କୁଟର, ତାଙ୍କୁ ସ୍କୁଟର ଏତେ ବଡ ଖଣ୍ଡା ଗୋଟେ ରଖିବାର। ଆଉ ସେ ନାନଚାକ ଜାଣିଛନ୍ତି, କରାଟେ, ସେ ନାଙ୍ଗଚାକ ଗୋଟେ ଧରିଥିବ। ମୁଁ ଛାନିଆ ହେଇଯିବ, ଏଇଟା କଣ ଧରିଛନ୍ତି ବୋଲି। ଆଉ କଣ କରିବ ସେ ଟାଇମରେ? ଗୁଣ୍ଡା ମାନେ ଆସିଲେ, ଆଉ ନାଇଁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଯା ବୋଲି କୁଆଡେ ଯିବ କି? ସେ ବେକ କାଟିଦେବ ସେଠି। ତେଣୁକରି ଆମେ ବି ସାମ୍ନା କରିବା ବୋଲିବାର ସେ। ଠିକ ଅଛି, ଜଣ ଜଣଙ୍କର ଗୋଟେ ମାଇଣ୍ଡ ସେଟ ଥାଏ, ଆମେ ସେମିତି ଥିବାର ନାହିଁ। ମାରିଲେ ମାରି ମରିଯିବା ଖାଲି, ଆଉ କଣ କରିବୁ? ପ୍ରେଜ ଦ ଲର୍ଡ। ବାଇବେଲରେ ଆମକୁ ପ୍ରଭୁ ପୋକ ସହିତ ତୁଳନା କରିଛନ୍ତି, ଜାଣିଛନ୍ତି? ପୋକ, ୟୁ ନୋ ହ୍ୱାଟ ଇଜ ପୋକ? ଜିସାୟୋ ରେକର୍ଡ చూడండి, పురుగు ఉంది అక్కడ. 41:14 బాబు. ହେ କୀଟ ସ୍ୱରୂପ ଜାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ। ବାସ୍ 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 ସଦାପ୍ରଭୁ ବାସ୍। କୀଟ ସ୍ୱରୂପ ଯାକୁ, ଇଂଲିଶରେ ଫିୟର ନଟ୍ ଦାଉ ୱର୍ମ, ଜେକବ ୱର୍ମ ୱର୍ମ। ଏଠି ଏଠି କୀଟ ପୋକ ମାନେ ଏମିତି ସେ କେଞ୍ଚ ପଟା, କେଞ୍ଚ ହଉ କି ଆଉ ଗୋଟେ କଣ ଥିବ, ସେ ବର୍ଷା ବେଳକୁ ବୁଲୁଥିବ ନାଇଁ କି ଚାରିଆଡେ। ଏଇ ପୋକ ମାନଙ୍କର ଇଏ କଣ ମାନେ, ଏମାନଙ୍କର ବଳ କିଛି ନାହିଁ, ବିଚାର ବିଷ ବି ନାହିଁ। ଏମିତି ପୋକ କି ଆମେ ଟିକେ ଛୁଇଁଲେ ସାଙ୍ଗେ ସାଙ୍ଗେ ରୋଲ ଅଫ୍ ହେଇକି ରୋଲ ହେଇଯାନ୍ତି ଭିତରକୁ, ମୁଣ୍ଡ ଭିତରକୁ ଲୁଚାଇ ଦିଅନ୍ତି, ବୁଲି ପଡନ୍ତି ପୁରା ଗୋଲ ହେଇକି। ଆମେ ସେମିତି, ଆମ ପାଖରେ ବିଷ ନାହିଁ, ଆମ ପାଖରେ ନଖ ନାହିଁ, ଆମ ପାଖରେ ଦାନ୍ତ ନାହିଁ, ଆମ ପାଖରେ ବଳ ନାହିଁ, ଆମ ପାଖରେ ଅସ୍ତ୍ର ନାହିଁ, ୱେପନ୍ସ ନାହିଁ। ବିପଦ ମାଡି ଆସିଲେ ଆମେ ନିଜକୁ ଏମିତି ଏମିତି ନିଜକୁ ରାଉଣ୍ଡ ଅପ୍, ପ୍ରଭୁଙ୍କ କୋଳରେ ପଡି ଯିବାଟା ଛଡା ଆଉ କିଛି ନାହିଁ। ଆମ ପାଖରେ କିଛି ନାହିଁ, ସେଲ୍ଫ ଡିଫେନ୍ସ ବୋଲିବାଟା କିଛି ନାହିଁ। ପୋକର ସେଲ୍ଫ ଡିଫେନ୍ସ କିଛି ନଥାଏ, ମାରିଲେ ମରିଯିବାର।
ସେ ପର୍ଯ୍ୟନ୍ତ ମୁଣ୍ଡକୁ ଲୁଚାଇବା ପାଇଁ ଗୋଲ ବୁଲି ପଡେ। ଦେଖିଲେ କି ମତେ ଆଇଡିଆ ନାହିଁ ସେ ପୋକ କଣ କହନ୍ତି। ବର୍ଷା ଟାଇମରେ ଆମର ଘରେ ଚାରିଆଡେ ବୁଲାଏ, ଏଇ ଯେ ସମ୍ବାଳ ପୋକ ମଧ୍ୟ ସେମିତି ସେମ୍। ତାକୁ ଟିକେ ଡର ଲାଗିଲା କି ତାକୁ ଟିକେ କିଛି ମାଡ ବାଜିଲା ମାନେ ସାଙ୍ଗେ ସାଙ୍ଗେ ଗୋଲ ହେଇଯାଏ। ମୁଣ୍ଡକୁ ତାର ଭିତରେ ଲୁଚେଇକି ରଖେ, ମୁଣ୍ଡ ଡିଷ୍ଟର୍ବ ନ ହେଉ, ମୁଣ୍ଡ ମାଡ ନ ବାଜୁ, ବାକି ଦେହ ବାଜିଲେ ଚଳୁ। ତ ଭି ଆର୍ ଲାଇକ୍ ଦ୍ୟାଟ୍। ଜୀବନ ଯାହା ବି ହେଇଯାଉ, ମୁଣ୍ଡରେ କଣ ଅଛି? ହଁ, ଉରସ୍ତ୍ରାଣ, ପରିତ୍ରାଣ ଆଉ ଭରସାର ଉରସ୍ତ୍ରାଣ ବୋଲି କହନ୍ତି ପ୍ରଥମ ଥେସଲୋନିକୀୟ। ଏତିକି ସବୁ କହିବାର ମାଇଣ୍ଡ ନଥିଲା ଯେ। 5:8 ବାବୁ, ପ୍ରଥମ ଥେସଲୋନିକୀୟ 5:8। କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମ ରୂପ ଉରସ୍ତ୍ରାଣ ପରିଧାନ କରି ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ। ପ୍ରେଜ ଦ ଲର୍ଡ। ବିଶ୍ୱାସ ଆଉ ପ୍ରେମର ଉରସ୍ତ୍ରାଣ ଛାତିକୁ ସମ୍ଭାଳିବାର ଅଛି, ଆଣ୍ଡ ପରିତ୍ରାଣ ଆଉ ଭରସାର ଶିରସ୍ତ୍ରାଣ, କବଚ ଗୋଟେ ଗୋଟେ କଣ ଆମର ଆଧୁନିକ ଯୁଗରେ, ଆଧୁନିକ ଭାବରେ କହିବା ତ ଭେଷ୍ଟ, ବୁଲେଟ ପ୍ରୁଫ ଜ୍ୟାକେଟ। ଆର୍ମିରେ ନହେଲେ ପୁଲିସ ମାନଙ୍କୁ କମାଣ୍ଡର୍ସକୁ ବୁଲେଟ ପ୍ରୁଫ ଜ୍ୟାକେଟ ଦିଅନ୍ତି। ଏମିତି ହାତରେ ଗୋଡରେ ଦିଅନ୍ତିନି ବୁଲେଟ ପ୍ରୁଫ, ମାନେ ହାର୍ଟକୁ ଲିଭରକୁ ଡ୍ୟାମେଜ ନ ହେଉ, ହାର୍ଟ ଲିଭର ଲଙ୍ଗସ ଆଣ୍ଡ ପଛପଟେ କିଡନିସ୍, ଏତିକି କମ ସେ କମ ରକ୍ଷା କରିବାର ଅଛି। ବାକିଟା ହାତ ଗୋଡରେ ଗୋଟେ ମାଡ ବାଜିଲେ ବି ଚଳିବ, ବୋଲିଲା ପରେ ମରିବୁ ନାହିଁ। ଆଣ୍ଡ ସେକେଣ୍ଡ ଥିଙ୍ଗ ମୁଣ୍ଡ, ଆମେ ଗାଡିରେ ମଧ୍ୟ ବାଧ୍ୟରେ ହେଲମେଟ। ତ ଏଟା ଶିରସ୍ତ୍ରାଣ ମାନେ କଣ? ଗୋଟେ ହେଲମେଟ। କଣ ସେଟା? ପରିତ୍ରାଣ ଆଉ ଶିର କଣ ଭରସା। ପରିତ୍ରାଣ ହରାଇବାର ନାହିଁ, ଭରସା ହରାଇବାର ନାହିଁ। ପରିତ୍ରାଣ ହରାଇଲୁ ମାନେ ସ୍ୱର୍ଗକୁ ଆଉ ଯିବାର ଚାନ୍ସ ନାହିଁ। ଆଉ ଭରସା କଣ? ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଆମର ଭରସା କଣ? ଦିନେ ଗୌରବରେ ପ୍ରବେଶ କରିବୁ, ଆଉ ଦିନେ ପ୍ରଭୁ ଶୀଘ୍ର ଆସୁଛନ୍ତି, ଆମେ ପଳେ। ଏଇ ଭରସା ଆମମାନଙ୍କୁ ଯେତେ କଷ୍ଟ ଆସିଲେ ମଧ୍ୟ ଆମକୁ ସମ୍ଭାଳିବାକୁ ଦିଏ। ପ୍ରେଜ ଦ ଲର୍ଡ। ପ୍ରାଣ ବଞ୍ଚି ଗଲା ମାନେ ଆଇସିୟୁ ରୁ ମେଡିକାଲ ରୁ ଦିନେ ଡିସଚାର୍ଜ ହେବୁ, ନା ଆଉ କିଛି ଚିନ୍ତା ନାହିଁ। ଆପଣ 2-3 ଦିନ ରହିବେ, ଆଉ ତ ଅବଜରଭେସନ ରଖିବୁ, ତାପରେ ଆପଣ ମାନେ ଡିସଚାର୍ଜ। ଡକ୍ଟର ଯଦି କହିଲେ ନାଇଁ ଆଉ ପ୍ରାଣର ବିପଦ କିଛି ନାହିଁ, ସିରିୟସ ଥ୍ରେଟ ନାହିଁ, ସେ ଆଉଟ୍ ଅଫ୍ ଡେଞ୍ଜର ବୋଲି କହିଦେଲେ, ୱାଓ, ଦିନେ ବାହାରିବୁ, ଆମେ ଡିସଚାର୍ଜ ହେବୁ ହସ୍ପିଟାଲରୁ। ପରିତ୍ରାଣ ପାଇବା ଲୋକମାନେ ଏଇ ଜଗତରେ ହସ୍ପିଟାଲରେ ଥିଲା ପରେ ପରିତ୍ରାଣ ପାଇଗଲା, वी आर आउट ऑफ डेंजर बट वी हैव टू बी डिस्चार्ज। तो ଆମେ ଦିନେ ଡିସଚାର୍ଜ ହେବୁ ବୋଲିବାଟା ଭରସା ନ ଛାଡନ୍ତୁ। ଏସବୁ ପଳେଇବ, ଏଇ ଦୁଃଖ କଷ୍ଟ, ଏଇ କ୍ଲେଶ, ଏଇ ବିପି ମିଶନ, ଏଇ ସେଲାଇନ, ଏସବୁ ଦିନେ ସବୁ ଛାଡିଯିବ। ଦିନେ ବାହାରି ପଡୁ ହସ୍ପିଟାଲର ଗେଟ ରୁ, ବାହାରି ଯେଉଁଦିନ ବାହାରିବୁ ସେଦିନ କେତେ ଶାନ୍ତି ଲାଗିବ ଜାଣିଛନ୍ତି? ହଁ ରେ ପଲା, ସେମିତି ଏଇ ଦିନେ ଏଇ ଜଗତକୁ ଛାଡିବ, ସେଇ ଭରସା କେବେ ବି ଛାଡିବା ନାହିଁ। ଏଇ ଭରସା ନଥିଲେ ଏ କଷ୍ଟ ଦୁଃଖ ଦେଖିକି ମରିଯିବାକୁ ଇଚ୍ଛା ଲାଗିବ। ମତେ ସବୁ ଛାଡିଦେଲେ ପରେ ଲାଗୁଥିବ, ପ୍ରଭୁ ବି ମତେ ଛାଡିଦେଲେ ପରେ ଲାଗୁଥିବ, ଆଉ କିଛି ଲାଭ ନାହିଁ ମୋର ଲାଇଫ ପରେ ଲାଗୁଥିବ, ହତାଶ ଲାଗିବ କି ନାହିଁ? ତ ଏଇ ହତାଶ ନୈରାଶ୍ୟ ଆମକୁ କିଏ କଣ ରକ୍ଷା କରୁଛି? ଭରସା। ଈଶ୍ୱରଙ୍କ କ୍ରୋଧରୁ, ଦଣ୍ଡରୁ, ବିଚାରରୁ, ମୃତ୍ୟୁରୁ, ପାତାଳରୁ କଣ ରକ୍ଷା କରୁଛି? ପରିତ୍ରାଣ। ଏଇ ଦୁଇଟି, ଏ ପରିତ୍ରାଣ ଓ ଭରସା ଆମ ମାନଙ୍କର ଶିରସ୍ତ୍ରାଣ ହେଉ। ମୁଣ୍ଡକୁ ହେଲମେଟ ପକେଇଲା ପରେ ଆଉ ବିପଦ ନାହିଁ। ଆଉ ଯେମିତି ହେଲେ ବି ମରିବୁ, ଯେମିତି ଯେତେବେଳେ ହେଲେ ମରିଲେ ମଧ୍ୟ ଟେନସନ ନାହିଁ, କାରଣ ପ୍ରଭୁଙ୍କ କୋଳକୁ ଯିବୁ ଆମେ, ଆଉ କାହିଁକି ଟେନସନ? ଆଉ ଏପଟେ ହେଁ, କବଚ 8, ପାପ ନ ପଶୁ ଭିତରକୁ, ହୃଦୟକୁ ସୁରକ୍ଷା ଦେବ। ତ ପୋକର କାମ କଣ? ମାନେ ବେଚାର ମୁଣ୍ଡକୁ ରକ୍ଷା କରେ, ଆଉ ବଡି ପୁରା ମାଡ ଖାଇଲେ କିଛି କରିହେବନି ବୋଲିଲା ପରେ। ତ ପ୍ରଭୁ ଯାକୁବ କହୁଛନ୍ତି, କୀଟ ପରି ଯାକୁବ, ଭୟ କର ନାହିଁ, ଆମେ ଅଛୁ। ତୁମେ ଲଢି ପାରିବନି, ତୁମେ ଝଗଡା କରିପାରିବନି, ତୁମେ କେ ଜଣେ ଜିତି ପାରିବନି, ତୁମର ବଳ ନାହିଁ, ତୁମର ଦମ ନାହିଁ, କିନ୍ତୁ ଭୟ କରନି, ଆମେ ଅଛୁ। ତ वी आर लाइक दैट।
तो खंडा काती धरिबार दरकार हमको कौन? हमको एसपी जଣା, हमको डीएसपी जଣା, किसी नहीं। वेस्ट। हमको प्रभु जଣା है। रक्षा कले से करंतु ना नाଇଁ ଆଉ ମରିଯିବାକୁ ବେଟର ଆଉ। ପ୍ରଭୁ ଯଦି ରକ୍ଷା କରିବେ ନା ଦୁନିଆର ସାହାଯ୍ୟ କାହାକୁ ଦରକାର? ତ ଖଣ୍ଡା କତିର ପଛର ଷ୍ଟୋରି ଏଟା କ୍ଲିୟର ହେଲା ବୋଲି ଭାବୁଛି।